ନମସ୍କାର। ଆଉ ଥରେ ଆପଣମାନଙ୍କୁ ମୁଁ ଆମ ଓଡ଼ିଆ ଶବ୍ଦ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ଆଜି ଅକ୍ଟୋବର 11 ଶନିବାର ଦିନ ବିଶ୍ରାମ ଦିନ ପାର ହୋଇଛି। ଆଉ ଆଜିଠୁ କାଲିକୁ ପରଦିନକୁ ସେହିପରି ପ୍ରତିଦିନର ସପ୍ତାହ ଆମେ ଧ୍ୟାନ କରିବା। ଆଉ ଏଇ ଯୋଉ ସପ୍ତାହରେ ଆମ ବିଶେଷ ଆଲୋଚନା ଥିବ କି ଅନୁରୋଧ ବା ଅନୁଗ୍ରହ ଦ୍ୱାରା ଯାହା ଆମେ ମନରେ ରଖିଥାଉ, ଯାହା ଆମେ କହୁଛୁ ସ୍ମାରକ, ତାହା ହେଉଛି ଆମ ଏହି ସପ୍ତାହର ପାଠ। ଚାଲନ୍ତୁ ଏହି ସପ୍ତାହର ପାଠ ଧ୍ୟାନ କରିବା ପୂର୍ବେ ଆମେ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ ତୁମ ସେହି ସବସ୍କୁ ପାଠ ପଢ଼ିବା ପାଇଁ। ଆଜିର ପାଠ ଶନିବାର ଦିନ ପାଠ ଯେପରିକି ଆମେ ବୁଝିପାରିବୁ, ଏଥିପାଇଁ ଏମାନଙ୍କୁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। এই ছোট প্রার্থনা যিশুଙ୍କ ନାମରେ ମାଗୁଛୁ, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଏଇ ଯୋଉ ସପ୍ତାହ ସାରା ଆମେ ଆଲୋଚନା କରିବା ଅନୁଗ୍ରହର ସ୍ମରଣକ, ମେମୋରିଆଲ୍ସ ଅଫ ଗ୍ରେସ୍। ଏହି ବିଷୟରେ ଆମେ ଆଲୋଚନା କରିବା ପ୍ରତ୍ୟେକ ଦିନରେ, ପ୍ରତ୍ୟେକ ଦିନର ଭାବନା ହିସାବରେ। ଆଉ ଏଇ ସପ୍ତାହର ପାଠ ଯାହା ଆମେ ଦେଖିବାକୁ ଯାଉଛୁ, ଏହାର ବର୍ଣ୍ଣୀୟ ପଦ ହେଉଛି ଯାହା ଯୋଶୀୟ ତାର 4:23-24 ପର୍ଯ୍ୟନ୍ତ ଆମେ ଦେଖୁଛୁ। ଏଠି ଆମେ ଦେଖୁଛୁ ବନ୍ଧୁ, କାରଣ ଆମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ସୁପ ସାଗର ପ୍ରତି ଯେପରି କରି ଆମମାନଙ୍କର ସମ୍ମୁଖରୁ ତାହା ସୂକ୍ଷ୍ମ କରିଥିଲେ, ସେପରି ତୁମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ତୁମମାନଙ୍କ ସମ୍ମୁଖର ଜର୍ଦ୍ଦନ ଜଳ ସୂକ୍ଷ୍ମ କଲେ। ଏଥିରେ ଅଭିପ୍ରାୟ ଏହି, ଯେପରି ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁଙ୍କ ହସ୍ତ ବଳବାନ ବୋଲି ଜାଣିପାରିବେ, ପୁଣି ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କୁ ସର୍ବଦା ଭୟ କରିପାରିବେ। ଏହି ସପ୍ତାହର ସ୍ମରଣୀୟ ପଦ ହେଉଛି, ଯାହା ମୁଁ କହିସାରିଛି, ତାହା ହେଉଛି ଯେହୋଶୁଆ ତାର 4:23-24। ଏଠି ଆମେ ଏକ ଉଦାହରଣ ସ୍ୱରୂପ ଦେଖୁଅଛୁ। ଜଣେ ଶିକ୍ଷକ ଆପଣା କାର୍ଯ୍ୟ ପାଇଁ ବାହାରିଲେ ତାଙ୍କ ଗାଡ଼ିରେ। ଆଉ ସେତେବେଳେ ସେ ଯୋଉ ଗାଡ଼ିର ଲାଇସେନ୍ସ, ଯାହା ଆମେ ଅଧିକ ସମୟରେ ଆମେ ବାହନ ବା ଯାତ୍ରା କରିବା ସମୟରେ ଆମ ଗାଡ଼ିକୁ ବ୍ୟବହାର କରିଥାଉ, ହୋଇପାରେ ଯେକୌଣସି ଗାଡ଼ି, 2 ଗୋଡ଼ିଆ ବା 4 ଚକିଆ ଗାଡ଼ି ଆମେ ବ୍ୟବହାର କରିଥାଉ, ମୋଟର ଗାଡ଼ି ଗୁଡ଼ାକ, ତାହା ପାଇଁ ବିଶେଷ ଭାବରେ ଆମେ ଲାଇସେନ୍ସ ମିଳିଥାଉ। ଆଉ ଯେବେ ଏହି ଶିକ୍ଷକ ସେହି ଟ୍ରାଫିକ ପୋଲିସ ସହ ସାକ୍ଷାତ ହେଲେ, ଟ୍ରାଫିକ ପୋଲିସ ସେହି ଲାଇସେନ୍ସ ପାଇଁ ପଚାରିଲେ, ମାଗିଲେ। ଆଉ ଏଇ ଯୋଉ ଶିକ୍ଷକ ସେ କହିଲେ, ମୁଁ ଭୁଲି ଯାଇଛି, ମୁଁ କାର୍ଯ୍ୟରେ ଏତେ ବ୍ୟସ୍ତ ଥିଲି, ଆଉ ମୋ କାର୍ଯ୍ୟ କ୍ଷେତ୍ରକୁ ଯିବା ପାଇଁ ଏତେ ବ୍ୟସ୍ତ ଥିଲି, ମୋ ଲାଇସେନ୍ସ ମୋ ସହିତ ଆଣିବା ପାଇଁ ମୁଁ ଭୁଲିଗଲି ବୋଲି ସେ କହିଲେ। ଆଉ ଏଥିଯୋଗୁଁ ଯେଉଁ ପୋଲିସ ତାକୁ ସାକ୍ଷାତ କରିଥିଲା, ସେ ତାକୁ କହିଲେ
କି ଦେଖ ତମେ କିଛି ଚାଲାନ କାଟିବାକୁ ପଡିବ। ଆଉ ସେ ଚାଲାନ କାଟି ତାକୁ ସେଇ ଯୋଉ ସ୍ଲିପଟା ତାକୁ ହାତରେ ଦେଲେ ଆଉ କହିଲେ କି ଏଇ ଯୋଉ ଚାଲାନଟା ତୁମ ମନରେ ଅନାଇ ପାରିବ ବା ସ୍ମରଣ କରିପାରିବ, ଏଥିପାଇଁ ଏହା ମୁଁ ଦଉଛି, ଯେପରିକି ଆଉ ଥରେ ତୁମେ ସେହି ଯୋଉ ଗାଡିର ଲାଇସେନ୍ସ ନେବାର ନ ଭୁଲି ପାରିବ। ବନ୍ଧୁ, ଏଇ ଯୋଉ ଆଜି ଯୋଉ ଏଇ ଯୋଉ ସପ୍ତାହରେ ଆମେ ଆଲୋଚନା କରିବାକୁ ଯାଉଛୁ କି ସଦାପ୍ରଭୁଙ୍କର ଅନୁଗ୍ରହ, ତାହା ଆମେ ସ୍ମରଣ କରିବାକୁ ପଡିବ। ଯେବେ ଇସ୍ରାଏଲ ପ୍ରଜାମାନେ ମିଶ୍ର ଦେଶରୁ ବାହାର ଏହି କେନାନ ଦେଶ ଆଡକୁ ଯାତ୍ରା କରୁଥିଲେ, ସେତେବେଳେ ସେମାନେ ଲାଲ ସାଗର ପାର କରୁଥିଲେ। ଆଉ ଯେବେ ବର୍ତ୍ତମାନ ସେମାନେ କେନାନ ଦେଶକୁ ପ୍ରବେଶ କରିବାକୁ ଯାଉଛନ୍ତି, ଯାହାକି ଆମେ କେନାନ ଦେଶର ବା ସୀମାରେ ସେମାନେ ଅଛନ୍ତି। ଆଉ ପରମେଶ୍ୱରଙ୍କ ଅନୁଗ୍ରହ ଯେବେ ସେମାନେ ସେଇ ଯୋଉ ସମୁଦ୍ର, ସେଇ ଯୋଉ ନଦୀ ସେମାନଙ୍କ ସମ୍ମୁଖରେ ଅଛି, ଏହା ଏମିତି ସମୟ ଥିଲା ଯେଉଁ ସମୟରେ ପ୍ରାୟ କିଛି ନଦୀ ପୂର୍ଣ୍ଣ ଥାଏ ଆଉ ସେ ନଦୀ ପାର ହେବା ପାଇଁ କଷ୍ଟକର ହୋଇଥାଏ। ଆଉ ଆମେ ଦେଖୁଛୁ ବନ୍ଧୁ କି ଯେପରିକି ସେମାନେ ଲାଲ ସାଗର ପାର କଲେ ପ୍ରଭୁଙ୍କ କଥା ଅନୁସାରେ ମଉସାଙ୍କ ସାହାଯ୍ୟରେ ସେମାନେ ଲାଲ ସାଗର ପାର କରୁଥିଲେ। ଯେବେ ପରମେଶ୍ୱର ଆପଣା ଯୋଉ ବାଡି ଆପଣା ହାତରେ ଥିଲା ତାକୁ ଉଠେଇଲେ ଆଉ ଯୋଉ ବାଡି ଉପରକୁ ଉଠାଇଲେ, ସେଇ ବାଡି ଦ୍ୱାରା ପରମେଶ୍ୱର ଏକ ଆଶ୍ଚର୍ଯ୍ୟ କର୍ମ କରୁଥିଲେ। ଯାହା ଆମେ ଦେଖୁଛୁ କି ସେଇ ଯେ ଲାଲ ସାଗର ପାଣି ଏକବାର ମଝିରେ ଏକ ରାସ୍ତା ହୋଇଗଲା, ମାନେ ଏ ପାଖ ସେ ପାଖ ପାଣି ଏକ ମାନେ ଦେୱାଲ ପରି ଛିଡା ହେଇଗଲା ବୋଲି ଆମେ ଦେଖୁଛୁ। ଆଉ ଇସ୍ରାଏଲ ପ୍ରଜା ମାନେ ସୁଖା ଭୂମିରେ ଯାତ୍ରା କଲେ। ଆଉ ଆମେ ଆଜି ଦେଖୁଛୁ କି ସେହିପରି ଜର୍ଦ୍ଦନ ମଧ୍ୟ, ଯାହାକି ବର୍ଷା ସମୟ ହୋଇପାରେ ଆଉ ଯେଉଁ ସମୟରେ ପ୍ରାୟ ସବୁ କିଛି ନଦୀ ପୂର୍ଣ୍ଣ ଥାଏ, ଯେହେତୁ ବର୍ଷା ପାଇଁ ପାଣି ଚାରି ଆଡର ପାଣି ସେଠି ନଦୀରେ ପହଞ୍ଚେ ଆଉ ନଦୀ ପୂର୍ଣ୍ଣ ହୋଇଯାଏ ବା ପୁରା ହୋଇଯାଏ। ଆଉ ସେଇ ନଦୀ ପାର ହେବା ପାଇଁ ତ ଏତେ ମାନେ ସହଜ ନୁହଁ। ଆଉ ଆମେ ଦେଖୁଛୁ କିପରି ପରମେଶ୍ୱରଙ୍କର ଅନୁଗ୍ରହ ସେଠି ଆମେ ଦେଖୁଅଛୁ। ଯୋଶହ କହନ୍ତି ସେଇ ଯୋଉ ଧର୍ମଧାମ ଯୋଉ ତମ୍ବୁ ଅଛି, ପ୍ରଥମରେ ଯାଜକ ପାଦ ଦିଅନ୍ତୁ, ଆଉ ଯେବେ ସେମାନେ ପାଦ ସେଇ ନଦୀରେ ଦିଅନ୍ତି, ଈଶ୍ୱରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ଆରମ୍ଭ ହୋଇଥାଏ। ସେ ଜର୍ଦ୍ଦନ ନଦୀ ବି ଯେପରି ଲାଲ ସାଗର ପରି ବିଭାଗ ହୋଇଗଲା, ଏପଟେ ପାଣି ସେପଟେ ପାଣି। ଆଉ ଇସ୍ରାଏଲ ପ୍ରଜାମାନେ ସେଇ ଯୋଉ ଜର୍ଦ୍ଦନ ଦେଇ ପାର ହେଲେ। ବନ୍ଧୁ, ଆଜି ଆମେ ଏହି ବିଷୟରେ କହୁଛୁ କାରଣ ଆମ ଜୀବନରେ ମଧ୍ୟ ଅନେକ ଘଟଣା ଘଟିଥାଏ, ଯେଉଁ ଘଟଣା ଗୁଡାକୁ ଆମେ ପୂର୍ଣ୍ଣ ଭାବରେ ରଖିବା ପାଇଁ ଇଚ୍ଛା କରିଥାଉ। ଆମ ଜନ୍ମଦିନ, ଆମ ବିବାହ ଦିନ, ଯେବେ ଆମ ପିତୃପୁରୁଷ ମାନେ ଯେବେ ମରିଯାଆନ୍ତି ସେଇ ଦିନ, ଏମିତି ଏମିତି ଦିନ ଗୁଡାକୁ ଆମେ ଏକ ପୂର୍ଣ୍ଣ ଭାବରେ ରଖିଥାଉ ଆଉ ସେଇ ଦିନରେ ବିଶେଷ ଭାବରେ ସେହି ଜିନିଷକୁ ଆମେ ମନରେ ଆଣିଥାଉ ବା ସ୍ମରଣ କରିଥାଉ। ଆଉ ଆଜି ଏହି ସପ୍ତାହରେ ବିଶେଷ ଭାବରେ ଆମେ ଆଲୋଚନା କରିବା, ଯାହା କି ସଦାପ୍ରଭୁଙ୍କର ଅନୁଗ୍ରହ ଓ ଆମେ କିପରି ସ୍ମରଣ କରିପାରିବା, ଯେହେତୁ ସଦାପ୍ରଭୁଙ୍କ ଅନୁଗ୍ରହ ଦ୍ୱାରା ଆମମାନଙ୍କ ଜୀବନ ବେକାର,
ଯେହେତୁ ଶୈତାନ ସଦାବେଳେ ଆମମାନଙ୍କୁ ଆକ୍ରମଣ କରିବା ପାଇଁ, ତାହାଙ୍କ ଅଧୀନରେ ରଖିବା ପାଇଁ, ତାହାଙ୍କ ଅନୁଗାମୀ ହେବା ପାଇଁ ସେ ଅନେକ ପ୍ରକାର ଚେଷ୍ଟା କରୁସାରିଛନ୍ତି, କରୁଛନ୍ତି। ଆଉ ବେଳେ ବେଳେ ଯେଉଁ ସାହାଯ୍ୟ ପରମେଶ୍ୱର କରିଥାନ୍ତି, ସେହି ସାହାଯ୍ୟକୁ ଆମେ ଭୁଲି ଯାଇଥାଉ। ହୋଇପାରେ ଆମ ଆର୍ଥିକ ଜୀବନରେ ପରମେଶ୍ୱର ମାନଙ୍କୁ ସାହାଯ୍ୟ କରିଛନ୍ତି। ହୋଇପାରେ ଯେବେ ଆମେ ସୁସ୍ଥ ନଥିଲୁ, ସେତେବେଳେ ପରମେଶ୍ୱର ଆମମାନଙ୍କୁ ସୁସ୍ଥ କରୁଛନ୍ତି। ଏମିତି ଅନେକ ପ୍ରକାର ଜିନିଷ ଅଛି ଯାହା ଆମେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବାକୁ ପଡ଼ିବ, ଯାହାକି ଆମ ମନରେ ରଖିବାକୁ ହେବ, ମନରେ ରଖିବାକୁ ପଡ଼ିବ। ଆଉ ଆଜି ବା ଏହି ସପ୍ତାହରେ ବିଶେଷ ଭାବରେ ପରମେଶ୍ୱର ଯାହା ଯାହା ଇସ୍ରାଏଲ ପ୍ରଜାମାନଙ୍କ ପାଇଁ କରିଥିଲେ, ତାହା ସେମାନଙ୍କୁ ମନରେ ରଖିବା ପାଇଁ ଏଇ ଯୋଉ ପାଠଟା ଆମମାନଙ୍କୁ କହୁଅଛି। ସେହିପରି ଆମମାନଙ୍କ ଜୀବନରେ ପରମେଶ୍ୱର ଅନେକ କାମ କରି ଅଛନ୍ତି। ଆଉ ଯେପରିକି ଏଇ ଯୋଉ ଆଚର୍ଯ୍ୟ କର୍ମ, ଆଚର୍ଯ୍ୟ କାର୍ଯ୍ୟ ଯାହା ପରମେଶ୍ୱର ଆମମାନଙ୍କ ଜୀବନରେ କରିଛନ୍ତି, କଣ ଏହା ସବୁ ଆମେ ଭୁଲି ଯାଉଛୁ କି? ତାହେଲେ ଟିକିଏ ଚିନ୍ତା କରନ୍ତୁ ବନ୍ଧୁ। ଯେହେତୁ ପରମେଶ୍ୱର ଯାହା କରନ୍ତି ତାହା କେବେ ଭୁଲିବାକୁ ହେବ ନାହିଁ। କାରଣ ପରମେଶ୍ୱର ସଦାସର୍ବଦା ଆମ ସହିତ ଅଛନ୍ତି। ଯେପରି ଇସ୍ରାଏଲ ପ୍ରଜାମାନଙ୍କ ସହ ସେ ଥିଲେ, ଆଉ ସେମାନଙ୍କୁ ଆଚର୍ଯ୍ୟ କର୍ମ ଦ୍ୱାରା ସେମାନଙ୍କୁ କାନାନ ଦେଶକୁ ପ୍ରବେଶ କରାଇଲେ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ବା ଏହି ସପ୍ତାହର ପାଠ ଆମେ ଦେଖୁଅଛୁ କି ସଦାପ୍ରଭୁଙ୍କର ଅନୁଗ୍ରହର କୁ ଆମେ ସ୍ମରଣ ଭାବରେ ରଖିବାକୁ ପଡ଼ିବ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କର, ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର, ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛି, ତୁମେ ଗ୍ରହଣ କର। ଆମେନ୍।